ମୋର ଅଧିକାଂଶ ଚକଲେଟ୍ ଭାଙ୍ଗି ଯାଏ। ଏଇଠି ଫାଟିଛି ଏଇଠି ଫାଟିଛି କ'ଣ ରିଜନ୍ ମୁଁ କିଛି ଜାଣିପାରୁନି। ଫାଟିବାର ରିଜନ୍ କ'ଣ? ମୋତେ ଲାଗୁଛି ଭାଗ ମାପରେ କିଛି ପ୍ରୋବ୍ଲେମ୍ ହେଇଛି, ସେଇଥିପାଇଁ ବୋଧେ ଭାଙ୍ଗି ଯାଉଛି। ସାଙ୍ଗମାନେ ଶୁଭ ସକାଳ, କେମିତି ଅଛନ୍ତି? ଆଶା କରିବି ଆପଣମାନେ ସମସ୍ତେ ଭଲ ଥିବେ। ତ ସାଙ୍ଗମାନେ ସକାଳ ଆଜି ହେଉଛି ମଙ୍ଗଳବାର, ସକାଳ ପାଖାପାଖି ଟାଇମ୍ ହେଲାଣି 6:30। ସକାଳ ସକାଳ ଝିଅ କ'ଣ ହଉଛି ଆସନ୍ତୁ ଦେଖିବେ। ଦେଖ ଝିଅ ନିଦ ଭାଙ୍ଗିନି, ଏଇ ଉଠିଗଲାଣି। ଏଇଠି ନା ମା, ତମେ କ'ଣ ଏତେ ସମୟ ଶୋଉଛ? ଆଜି ମନ୍ଦିର ଯିବନି କି? ଚୁନା ମାନେ ମନ୍ଦିର ଯାଆନ୍ତି ନା, ମନ୍ଦିର ଗଲେ ଭଲ ପାଠ ମାଗିବ ହେଲା। ସକାଳ ଶୋଇଥିଲା, ଏବେ ପର୍ଯ୍ୟନ୍ତ ଉଠି ନଥିଲା, ଏବେ ଜଷ୍ଟ କିଛି ସମୟ ପୂର୍ବରୁ ହିଁ ଉଠିଲା। ଆଜି ତ ସାଙ୍ଗମାନେ ଦେଖନ୍ତୁ ଆମର ସକାଳ ସକାଳ କ'ଣ ରୋଷେଇ ଚାଲିଛି। ଏଇଠି ମୋ ମା ଖାଇବ ଚକୁଳି, ଆଉ ଏଇଟାକୁ ଆମେ କାଲି ବାଟିକି ରଖିଦେଇଥିଲୁ। ଆଉ ରାତିରେ କିଛି ରୋଷେଇ ନଥିଲା ନାଇଁ, ରାତିରେ ରୋଷେଇ କରିବ ବୋଲି ଅର୍ପିତା ମା କାଲି କହୁଥିଲେ, କିନ୍ତୁ ରୋଷେଇ କରିছে ତାହେଲେ। ଆଉ ସିଏ କହିଲା ଆମ ବଡ ଦେଇଥିଲେ ସେଇଟା କହିଲେ ଖାଇବିନି, ବୋଲି ଖାଇଦଉନି ନାଇଁ ଆମର ଖାଇବି ତୁ କରେ କରିଦେଇଥିଲି 3ଟା ଖାଇ ସବୁ ମାମା ପାଇଁ ହଉଛି, ତମେ ଖାଇବ। ହଁ ଆଉ ଏବେ ହଁ ଏବେ ଗାଧେଇକି ଏବେ ରେଡି ହେଇଯାଅ, ଆମେ ମନ୍ଦିର ଯିବା, ମନ୍ଦିରରୁ ଆସିକି ଆହୁରି ଖାଇବା, ଠିକ ଅଛି। ଆଉ ଦେଖନ୍ତୁ ଏଇଠି ଘିଅ, ଦେଶୀ ଘିଅ ନା ଏଇଟା ଆମର, ଦେଶୀ ଘିଅ ନା ରିଫାଇନ ତେଲ? ରିଫାଇନ ତେଲଟା, ଆଉ ମୁଁ ତ ବକରା ହେଇଗଲି ତାହେଲେ। ସେଇଟା ଆମ ଦେଶୀ ଘିଅଟା, ମୁଁ ସେଇଆ କହୁଛି। ମତେ ଲାଗିଲା ବୋଧେ ଦେଶୀ ଘିଅଟା ଏଟା ବସିଯାଇଛି ବୋଧେ ତଳକୁ। ଆଉ ସଦାବେଳେ ଆଇସ୍କ୍ରିମ୍ ଖାଉଛି ଝିଅ, ଫାଲୁଦା ଆଇସ୍କ୍ରିମ୍ ଖାଇବ। ଆଉ କ'ଣ କାଲି ଫ୍ରିଜରେ ଥିଲା କମଳା, ସେଇଗୁଡ଼ା କାଢ଼ିକି ଖାଇଛି, ତ ସେଥିପାଇଁ ଥଣ୍ଡା ହେଇଯାଇଛି। ଆଉ ଖାଇବନି ହେଲା। କମଳା ନାହିଁ, ଆଉ ଗୋଟେ ଅଛି ନା ଆଉ ଗୋଟେ ହସୁଛି ଦେଖିଲ, ମୁହଁ ନ ଦେଇକି ହସୁଛି। ଆଉ କାଲି ସବୁ ଟିକିଲି ଫିକିଲି ଲଗେଇକି ସଜାଇଥିଲା, ତାଙ୍କ ବଡ଼ ମା ଲଗେଇ ଦେଇଥିଲେ। ଆଉ ଦେଖନ୍ତୁ ଆମ ଚକୁଳି ଏଠି ହେଇ ଆସିଲାଣି, ଏଠି କେତେଟା ହେଇଗଲାଣି। ଆଉ ଏଇଠି ପିଠଉ, ଏଇଟା ପିଠଉ କୁହନ୍ତି। ଦେଖନ୍ତୁ କେତେ ଆହୁରି ପିଠଉ ଅଛି। ଆଉ ଅର୍ପିତା ମା ସକାଳ ସକାଳ ଶୀଘ୍ର ଶୀଘ୍ର ଉଠି ଯାଉଛନ୍ତି, ମାନେ ଏତେ ସକାଳୁ ଉଠି ଆମର ତ ନିଦ ହିଁ ଭାঙୁନି। ସେ ସକାଳ ସକାଳୁ ଉଠିକି ଗାଧେଇ ସାରିଲେଣି, ଗାଧେଇକି ସେ 7:30 ହେଇଗଲା ମାନେ ସେ କାମକୁ ପଳେଇବେ। ଉଠିକି ଏଗୁଡ଼ା ସବୁ ରୋଷେଇ ଫୋଷେଇ କରୁଛନ୍ତି। କେତେ ପରିଶ୍ରମ ଲେଡ଼ିସ୍ ମାନଙ୍କର, ନାରୀମାନଙ୍କର କେତେ କାମ ରହୁଛି ସକାଳୁ ସକାଳୁ। ସକାଳକୁ ଉଠିଲେ କାମ କିଛି ସରେଇ ପାରେ। ଖାଲି ନମ୍ବର ବାକି ହେଇଛି, ଘର ଟିକେ ଝାଡୁ କରିବି, ଠାକୁର ପୂଜା କରିବି, କାମ ନ ଉଠିଲେ କାମ ସରିବନି। ନାରୀମାନଙ୍କର ଆକ୍ଚୁଆଲି ବହୁତ କାମ ରହିଥାଏ, ଯେଉଁଟାକି ସକାଳ କାମ, ଛୁଆଙ୍କୁ ଦେଖିବା, ସେ ପୁଣି କାମ ପୁଣି ଯାଉଛନ୍ତି, ବହୁତ କାମ ଥାଏ, ବହୁତ ପରିଶ୍ରମ କରୁଛନ୍ତି। ଥ୍ୟାଙ୍କ ୟୁ, ତାଙ୍କୁ କହିଦେବା ଦରକାର, ଥ୍ୟାଙ୍କ ୟୁ। ହଉ ତ ସାଙ୍ଗମାନେ ମୁଁ ଏବେ ରେଡ଼ି ହେଇଯାଉଛି, ରେଡ଼ି ହେଇକି ମୁଁ ବି ଆଜି ମଙ୍ଗଳବାର ନା, ମଙ୍ଗଳବାର ଆଜି ମନ୍ଦିର ଯିବାକୁ ପଡ଼ିବ। ପାଖରେ ଗୋଟେ ମନ୍ଦିର ଅଛି, ତ ଗାଧେଇକି ଆମେ ମାମା ବି ଯିବ, ମୁଁ ବି ଯିବି, ସାଙ୍ଗରେ 2 ଜଣ ଯାକ ଯିବୁ। ପୂଜା କରିଦେଇକି ଆସିଲା ପରେ ଖାଇଦେଇକି ମୁଁ କାମକୁ ଯିବାକୁ ପଡ଼ିବ ମୋତେ। ତ ସାଙ୍ଗମାନେ ଅର୍ପିତା ମା ଏବେ କାମ କରୁଛନ୍ତି, ମୁଁ ଏବେ ଚକୁଳି ବନାଉଛି। ତ ରିଫାଇନ୍ ତେଲ ଟିକେ ନେଇଯିବା, ଏମିତି ଘଷିଦେବା ଏଇଠି। ଦେଖିବା ମୁଁ ଚକୁଳି କେମିତି ହେଉଛି। ମୋର ଅଧିକାଂଶ ଚକୁଳି ଭାଙ୍ଗିଯାଏ। अरे यार साइड ହେଇଗଲା ଦେଖନ୍ତୁ ଏପଟେ ଫାଙ୍କା ଅଛି, ଏପଟେ ଲାଗିଗଲାଣି, ମାନେ ମୂଳକ ହେଇଗଲାଣି। ଏପଟେ ସିଝିବନି, ଏପଟେ ସିଝିଯିବ, ଏପଟେ ସିଝିବନି।
ଏଟାକୁ ଆଗକୁ ଟିକେ ପେଲିଦେବା ଏବେ ହେଇଯିବ। ସାଙ୍ଗମାନେ ମୁଁ ଯେତେ ସବୁ ଚକୁଳି ବନଉଛି ମୋ ଚକୁଳି ସବୁ ମଝିରୁ ଫାଟି ଯାଉଛି ଦେଖନ୍ତୁ। ଏଇଠି ଫାଟିଛି ଏଇଠି ଫାଟିଛି କ'ଣ ରିଜନ୍ ମୁଁ କିଛି ଜାଣିପାରୁନି ଫାଟିବାର ରିଜନ୍ କ'ଣ? ମୋତେ ଲାଗୁଛି ଭାଗ ମାପରେ କିଛି ପ୍ରୋବ୍ଲେମ୍ ହେଇଯାଏ ସେଇଥିପାଇଁ ବୋଧେ ଭାଙ୍ଗି ଯାଉଛି। ଆପଣମାନେ ଜାଣିଛନ୍ତି କମେଣ୍ଟରେ ମୋତେ କହିଦେବେ କ'ଣ ପାଇଁ ଏଇଟା ଭାଙ୍ଗୁଛି। ତ ଲାଷ୍ଟରେ ଗୋଟେ ଚକୁଳି ବନଉଛି ସେଇଟା ସବୁଠାରୁ ବଡ଼ ଚକୁଳି ଯେତେ ସବୁ ଚକୁଳି ବନଉଛି ତାର ସବୁଠୁ ବଡ଼ ଚକୁଳି ପୁରା ତାୱା କଭର ହେଇଯାଇ ଦେଖନ୍ତୁ। ଇଏ ଦେଖନ୍ତୁ ପୁରା ବଡ଼ ଚକୁଳି ପୁରା କଭର ହେଇଯାଇଛି। ସବୁ ଚକୁଳି ଟିକେ ଟିକେ ସାଇଡ଼୍ରେ ଭାଙ୍ଗି ଯାଉଥିଲା ତ ସେ ଯେଉଁ କରି ଏଇଟା ଚକୁଳି ବନେଇଦେବୁ ପୁରା ବଡ଼ ଚକୁଳି ଭାଙ୍ଗି ତ ଯାଉଛି ସେମିତି ବନେଇଦେବା। ତ ଲାଷ୍ଟରେ ଆମର ପିଠ ବି ସରିଯାଇଛି ଆଉ ଏଇଟା ଲାଷ୍ଟରେ ଥିଲା ସବୁ ଯାକ ଢାଳି ଦେଇଛି। ଏତେ ବଡ଼ ଚକୁଳି ହେଇଯାଇଛି ଆହୁରି ବଡ଼ ଚକୁଳି ହେଇଥାନ୍ତା ମୁଁ ଆକୁ ମାନେ ଆଉ ଇଏ କଲିନି ମାନେ କର ସିଝିବନି ସେଇଥିପାଇଁ ଏତିକି ମଝିରେ ରଖିଦେଇ ଛାଡ଼ି ଦେଇଛି। ଆଉ ସାଙ୍ଗମାନେ ଏବେ ଯାଇଲୁ ଆମେ ମନ୍ଦିରକୁ ପୂଜା କରିବା ପାଇଁ ଆଉ ମାମା ଏଇଠି ଗାଧେଇକି ବସିଛି। ମାମା ତମେ ଯିବନି? ଚାଲ ମାଆକୁ ବି ନେଇକି ଆସ ମା ବି ଯିବ। ତାଙ୍କ ମା ଆଜି କାମକୁ ଯାଇନାହାନ୍ତି କାମ ଛୁଟି କରିଦେଇଛନ୍ତି। ମାମାର ଦେଖ ଏବେ ନଡ଼ିଆ ଗଛ ତିଆରି ହଉଛି। କାଟିଦେଇଛି ନିଜେ ନିଜେ କଇଁଚି ଗୋଟେ ଆଣିଲେ କାଟିଦେବା। ମୁଁ ଗୋଟେ ଆଜି କି ବାର ହଁ ଆଜି ନହେଲେ ଗୋଟେ କଇଁଚି କିଣିଦେବି ଆଜି କାଟିଦେବା। ଆର ମାସ ଗୋଟେ ଟ୍ରିମର ଗୋଟେ କିଣିବା। ଏଇ ନଡ଼ିଆ ଗଛ ବାହାରିଲା ପଇଡ଼ର ଏଇଟା କୋଳି ଗଛଟା ଆଉ ନଡ଼ିଆ ଗଛଟା ଗୋଟେ ହବ। ତ ଏଇଟା ହେଲା କୋଳି ଗଛ ଏଇଟା ହେଲା ନଡ଼ିଆ ଗଛ। ଆରେ ମୋ ସାର୍ଟ ଚିରିଗଲା ନା କ'ଣ? କେମିତି ଚିରିଲା? ଭଲ ଥିଲା ତ। ଦେଖ ମୋ ସାଙ୍ଗମାନେ ମୋ ସାର୍ଟ ଚିରିଗଲା। ଏମିତି ବସିଥିଲେ ଉଠିଲୁ ମାମା। ହଁ ବା ବଢ଼ିଆ ଡିଜାଇନ ହେଇଛି। ତ ଏବେ ଡ୍ରେସ୍ ଚେଞ୍ଜ କରିଦେଲି ଏଇ ଡ୍ରେସ୍ଟା ଆଉ ଏଇ ଡ୍ରେସ୍ ପିନ୍ଧିକି ଯିବା। ତ ସାଙ୍ଗମାନେ ଆମେ ଦୀପ ଏବେ ଦୋକାନ କିଣିଦେଲୁ ଏବେ ଯାଉଛୁ ମନ୍ଦିରକୁ। ତ ସାଙ୍ଗମାନେ ଏବେ ଆମେ ପହଞ୍ଚିଗଲୁ ମନ୍ଦିର ପାଖରେ ଆଉ ଏବେ ମାମା ତମେ ଆଗେ ଲଗାଅ ଦୀପ ତାପରେ ଆମେ ଲଗେଇବୁ। ତମେ ଆଗେ ଲଗା ଧୀରେ ପଡ଼ିବ। ତ ମାମା ଏବେ ଦୀପ ଲଗାଉଛି। ତ ଦେଖନ୍ତୁ ଏଇଟା ହନୁମାନଙ୍କ ମନ୍ଦିର କେତେ ଭକ୍ତ ଆସିଛନ୍ତି ଏବେ ପୂଜା କରିବା ପାଇଁ। ମାମା ଏଇଠି ପୂଜା କରୁଛି। ମନ୍ଦିର ପୂଜା କରିସାରିଲେ ଏବେ ଯାଉଛୁ ଘରକୁ। ଆସିଗଲା ମୋର ଏବେ ସ୍ପେଶାଲ ଚକୁଳି ଆଉ ଚକୁଳିକୁ ଏଇଟା ହେଉଛି ଡାଲମା। ହଁ ମାମା ଏବେ ରେଡ଼ି ହେଇଗଲାଣି ଅଙ୍ଗନବାଡ଼ି ଯିବା ପାଇଁ ଆଉ ସାଙ୍ଗରେ ମାମା ତାଙ୍କର ନେଇକି ଯାଉଛନ୍ତି ଛାଡ଼ିବା ପାଇଁ। ଟାଟା କରିଦେ ମାମା ଟାଟା ଟାଟା। ଦେଖନ୍ତୁ ଅର୍ପିତା ମା କେତେ ବ୍ୟାଗ୍ ଏଇଠି ସଫା କରୁଛନ୍ତି ଏବେ ବ୍ୟାଗ୍ ଶୁକାଉଛନ୍ତି। ଏଇଠି ତ ସକାଳ କେତେ କାମ କରିସାରିଲାଣି। ଏଇଠି ଗୋଟେ ବାଲ୍ଟି ଧୋଇକି ରଖିଛନ୍ତି ଏଇଠି ପୁଣି ଗୋଟେ ବାଲ୍ଟି ଏଇଠି ଲୁଗା ଗୁରା ଏଇଠି ତାଙ୍କ ଶାଢ଼ୀ ସେଇଟା ବ୍ୟାଗ୍ଟା କ'ଣ ପାଇଁ ଧୋଇଲ? ହଁ ହଁ ଯିବାର ଅଛି କି ଘରକୁ? ହଁ ତ ସାଙ୍ଗମାନେ ଆଉ ଆଜି ତ ଅର୍ପିତା ମା ଛୁଟି କରିଛନ୍ତି ମୁଁ ବି ଆଜି ଟିକେ ରେଷ୍ଟ ନେଇଯାଉଛି। ଆଉ ଆଜିର ବ୍ଲଗ୍ଟାକୁ ଏଇଠି ଏଣ୍ଡ କରୁଛି। ଏଇଟା ବ୍ଲଗ୍ ଆଉ ଗୋଟେ ବ୍ଲଗ୍ ଅଛି ଗୋଟେ ମୋବାଇଲ ଫୋନ୍ର ସେଇ ବ୍ଲଗ୍ ଦୁଇଟାକୁ ମିଶିକି ଏଡ଼ିଟିଂ ବି କରିବାର ଅଛି। ତ ଏଇ ବ୍ଲଗ୍କୁ ଆଜି ଏଇଠି ଏଣ୍ଡ କରିଦେଉଛି। ପୁଣି ଥରେ ଦେଖାବା ନୂଆ ବ୍ଲଗ୍ରେ। ଜୟ ହିନ୍ଦ ଜୟ ଭାରତ।